ମୂଷା ସେ ମୂଷା ଅପେକ୍ଷାରେ ଗଲାଣି କାହିଁ ତା ବିଷୟରେ କହିବା। ମୂଷା ଯେତିକି ଧାନ ଖାଇଗଲେ ଗଲେ ପଳେଇଲେ ପଳେଇଲେ ଖାଇକି ପଳେଇଲେ ବର୍ତ୍ତମାନ ଅନ୍ୟ କିଆରି ଖୋଜୁଛନ୍ତି ଯିବେନି ଆମର ତ ଫସଲ ସରିଗଲା ଅନ୍ୟ କିଆରି ଯିବେ ଯୋଉଠି ଫସଲ ହେଇଛି ହେଲା ମୌସୁମୀ ଭଲ ଆସିଛି ସ୍ୱାଭାବିକ ବୃଷ୍ଟିପାତ ହେଇଛି ଆଉ ଏତେ ଧାନ ଭଲ ହେଇଛି ଯେ ଅନ୍ୟ କିଆରି ସେ ଯିବେ ଯେମିତି ହେଲେ ଯିବେ ଆଦରେ ଭାବିବାର କ'ଣ ଅଛି। ମୂଷା କ'ଣ ମୂଷା ବଂଶକୁ ନିପାତ ହେଇପାରନ୍ତି ମୂଷା ପ୍ରଜୋଜନ କ୍ଷମତା ତାଙ୍କର ବହୁତ ଅଧିକା ତେଣୁ ସେ କ'ଣ ମଣିଷ ହେଇଛନ୍ତି ତେଣୁ ମୂଷା ରହିବେ ମୂଷା ବଂଶ କ'ଣ ଲୋପ କରି ହବ ସଫା ମୂଷାକୁ ଆପଣ କରିପାରିବେ ମୂଷାକୁ ଦୂରେଇ ରଖାହବ ତା ପାଇଁ ଆପଣ ପ୍ରତିକାର କରିବେ ଆପଣଙ୍କର ଧାନ ଫସଲ ରଖାଉ ଆପଣ ସମ୍ପୂର୍ଣ୍ଣ ମୂଷା ବଂଶକୁ ନିପାତ କରିବା ପାଇଁ ଯୋଜନା କରିବେ କେମିତି ହେଇପାରିବ ଏ ଭୁଲ ଧାରଣା କିଏ ମୁଣ୍ଡରେ ପୁରେଇଲା ତ ମୂଷା ସବୁ ଜାଗାରେ ଖାଇବେ ଆପଣମାନେ ସବୁ ଯାହା ଅମଳ ହେବ ସବୁ କ'ଣ ଖାଇବେ କିଛି ଠାକୁରକୁ ଅର୍ପଣ କରିବେ କିଛି ମୂଷା ଖାଇବେ ହେଲା ଦିଅ ଦେବତାକୁ ଦେବେ ତ ନାଇଁ ଆଉ ସବୁ ଫସଲ କ'ଣ ଖାଇହବ ଦଳ ଭିତରେ କଥା ପ୍ରତିକାର ମୂଷା କଥା ପଡୁଛି ମୁଁ ମୂଷା କଥା କହୁଛି ଦଳ କିଛି ପ୍ରତିକାର କିଛି ନାହିଁ ଶୁଣନ୍ତୁ ପ୍ରତିକାର କିଛି ନା ଦଳ ବର୍ତ୍ତମାନ ଦେଖନ୍ତୁ ପୁନଃ ସୁସଂଗଠିତ ହେଇକି ପୁଣି ଆଗାମୀ ଦିନରେ କେମିତି କ'ଣ ହବ ଆଜି ଦେଖୁଛନ୍ତି ଆପଣମାନେ ଗଣମାଧ୍ୟମ ଦେଖୁଛନ୍ତି ଯେ ଏଇ ଯୋଉ ଫସଲ ହାନି ହେଲା ମାନ୍ୟବର ସଭାପତି ନବୀନ ପଟ୍ଟନାୟକ ଯୋଉ ଜିଲ୍ଲାକୁ ଗସ୍ତ କରୁଛନ୍ତି ସେ ପରିପ୍ରେକ୍ଷୀରେ ବାଲିକୁଦା ବ୍ଲକ ମଧ୍ୟ ଯାଇଥିଲେ ଏବେ ମୁଁ ନିଜେ ଥିଲି ସେଠି ଲୋକ ସ୍ୱତଃପ୍ରବୃତ୍ତ ଲୋକ ଭଲ ପାଇ ଆପଣ ଦେଖିବେ ଆଶ୍ଚର୍ଯ୍ୟ ହେବେ ଯୋଉ ଜାଗାକୁ ଯାଉଛି ନବୀନ ପଟ୍ଟନାୟକ ଆମେ ନିଜେ ଆଶ୍ଚର୍ଯ୍ୟ ହଉଛୁ ଗଣମାଧ୍ୟମରେ ଯୋଉ ସୋସିଆଲ ମିଡିଆରେ କେତେ ପ୍ରକାର କଥା ଆସୁଛି କିନ୍ତୁ ଆମେ ଆଖିରେ ଯାହା ଦେଖୁଛୁ ଯୋଉ ଜାଗାକୁ ଯାଉଛି ନବୀନ ପଟ୍ଟନାୟକ ପ୍ରତି ଲୋକଙ୍କୁ ଭଲ ପାଇ ଅତୁଟ ଅଛି ଏବଂ ପୂର୍ବାପେକ୍ଷା ଆହୁରି ଅଧିକା ଅଛି ହେଲା କଥା ତେଣୁ ଆମେ ସେ ସୁବର୍ଣ୍ଣ ସୁଯୋଗ ଅପେକ୍ଷା କରୁଛୁ ଆମେ ତ ନିଶ୍ଚିତ ଭାବେ ଆଉ ଥରେ ଦେଖିବାକୁ ଚାହିଁବୁ ମାନ୍ୟବର ସଭାପତି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ତେଣୁ ଲୋକଙ୍କୁ ଭଲ ପାଇବା ଦେଖିକି ଯାହାକୁ ଖୁସି ଲାଗୁଛି ଏତିକି ଯେ ଲୋକ ଭୁଲି ନାହାନ୍ତି ନବୀନ ପଟ୍ଟନାୟକ ୟଙ୍ଗ ମାସ ଏକାଠି ବସିଛନ୍ତି ଟିକେ ଆପଣମାନେ ସେମାନେ ମଣିଷ ତେଣୁ ସେମାନଙ୍କ ଜୀବନରେ ବି କିଛି ରିଲାକ୍ସେସନ ଦରକାର ତେଣୁ ଏକାଠି ବୈଠକ ବସିକି କଥାବାର୍ତ୍ତା ହବା ଗପସପ ହବା ଆଧାରେ କୌଣସି ଅସ୍ୱାଭାବିକତା ମୂଷା ନାହାନ୍ତି ମୂଷା ଅନ୍ୟ କିଆରିକି ପଳେଇଛନ୍ତି ଆମ ଦଳରେ ମୂଷା ନାହାନ୍ତି ସିଏ ନା ଅନ୍ୟ ଦଳକୁ ଅନ୍ୟ କିଆରିକି ପଳେଇଲେଣି ହେଲା ଆମ ପାଖରେ ନାହାନ୍ତି ମୂଷା ଆମ ମୂଷା ପଳେଇଲେ ଯୋଉମାନେ ଯାହା ଖାଇବା କଥା ଖାଇକି ପଳେଇଲେ ବର୍ତ୍ତମାନ ତାଙ୍କର ଫସଲ ଚାଲିଛି ନା ହେଲା ତେଣୁ ସେ ତଳି ପାରେ ଅନ୍ୟ ଫସଲକୁ ଗଲେଣି ଆମର ନାହାନ୍ତି ମୂଷା।